ଗୋଟିଏ ସବୁଜ ସୁନ୍ଦର ଗାଁଟିଏ ଥିଲା। ସେ ଗାଁ ଚାରିପାଖେ ଉଚ୍ଚ ଗଛ, ଶାନ୍ତ ନଦୀ ଓ ଘନ ଜଙ୍ଗଲ ଥିଲା। ଗାଁର ଲୋକମାନେ ସରଳ ଓ ପରିଶ୍ରମୀ ଥିଲେ। ସେଇ ଗାଁରେ ରାଧୁଆ ନାମରେ ପିଲାଟିଏ ରହୁଥିଲା। ସେ ପ୍ରତିଦିନ ସକାଳେ ଗାଁର ଗାଈ, ଛେଳି ଏସବୁ ନେଇ ଚରାଇବାକୁ ପାଖ ଜଙ୍ଗଲକୁ ଯାଉଥିଲା। ରାଧୁଆ ଦେଖିବାକୁ ବହୁତ ଚଞ୍ଚଳ ଓ ମଜାଦାର ପିଲାଟିଏ ଥିଲା। ସେ ଦୌଡ଼କୁଦ କରିବା ସହିତ ଗଛ ଚଢ଼ି ଖେଳିବାକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ତାର ଗୋଟିଏ ଖରାପ ଅଭ୍ୟାସ ଥିଲା। ସେ ନିଜର ମଜା ପାଇଁ ଲୋକମାନଙ୍କୁ ମିଛ କହୁଥିଲା। ଏକ ଦିନ ସକାଳେ ରାଧୁଆ ପଶୁମାନଙ୍କୁ ନେଇ ଜଙ୍ଗଲ ପାଖକୁ ଗଲା। ପଶୁମାନେ ଘାସ ଚରୁଥିବା ବେଳେ ରାଧୁଆ ଗଛ ତଳେ ବସି ବହୁତ ବୋର ହେଲା ଓ ଭାବିଲା, ଯାଉଛି ମିଛ କହି ଲୋକଙ୍କୁ ଡରାଇ ତାର ମଜା ନେବି। ଏହା ଭାବି ସେ ଜୋରରେ ଚିତ୍କାର କରି କହିଲା, ବଞ୍ଚାଅ ବଞ୍ଚାଅ, ବାଘ ଆସିଲା। ଏପରି କଥା ଶୁଣି ଗାଁ ଲୋକ ଭୟଭୀତ ହୋଇ ଠେଙ୍ଗା ବାଡ଼ି ଧରି ତା ପାଖକୁ ଦୌଡ଼ିଲେ। ସେମାନେ ଚାରିପାଖ ଦେଖିଲେ, କିନ୍ତୁ କୌଣସି ବାଘ ନଥିଲା। ଜଣେ ଲୋକ ପଚାରିଲା, ହୋଇରେ ରାଧୁଆ, କାଇଁ କୋଉଠି ବାଘ? ଏ କଥା ଶୁଣି ରାଧୁଆ କହିଲା, ବାଘ ଫାଗ କିଛି ନାହିଁ ମ, ମୁଁ ମଜା ପାଇଁ ସେମିତି କହୁଥିଲି। ଏ କଥା ଶୁଣି ଗାଁ ଲୋକ ରାଗି ସେଠାରୁ ଚାଲିଗଲେ। କିଛି ଦିନ ପରେ ରାଧୁଆ ପୁଣି ସେ ଭୁଲ କଲା। ସେ ପୁଣି ଚିତ୍କାର କରି କହିଲା, ବଞ୍ଚାଅ ବଞ୍ଚାଅ, ବାଘ ଆସିଲା। ଏଥର ମଧ୍ୟ ଲୋକମାନେ ଆସିଲେ, କିନ୍ତୁ ବାଘ ନଥିବା ଦେଖି ସେମାନେ ବୁଝିଗଲେ ଯେ ରାଧୁଆ ଗୋଟେ ବଡ଼ ମିଛୁଆ। ତା କଥାରେ ଆଉ ବିଶ୍ୱାସ କରିହେବନି। ଦିନେ ସନ୍ଧ୍ୟା ବେଳେ ରାଧୁଆ ଗାଈ ଚରାଉଥିବା ବେଳେ ସତରେ ଜଙ୍ଗଲରୁ ଗୋଟିଏ ଭୟଙ୍କର ବାଘ ଆସିଲା। ଏହା ଦେଖି ଗାଈ, ଛେଳି ସବୁ ଇଆଡ଼େ ସିଆଡ଼େ ଦୌଡ଼ିବାକୁ ଲାଗିଲେ। ଏସବୁ ଦେଖି ରାଧୁଆ ଭୟରେ ଚିତ୍କାର କରି କହିଲା, ବଞ୍ଚାଅ ବଞ୍ଚାଅ, ବାଘ ଆସିଲା। କିନ୍ତୁ ଗାଁ ଲୋକ ଭାବିଲେ ଯେ ରାଧୁଆ ପୁଣି ମିଛ କହୁଛି, ତେଣୁ ସେମାନେ ଆସିଲେ ନାହିଁ। କିଛି ସମୟ ମଧ୍ୟରେ ବାଘଟି 2-3ଟି ଛେଳିକୁ ମାରି ଜଙ୍ଗଲ ଭିତରକୁ ଚାଲିଗଲା। ରାଧୁଆ ମନ ଦୁଃଖରେ ବସି କାନ୍ଦିଲା। ସେ ନିଜ ଭୁଲ ବୁଝିପାରିଲା। ସେ ସେଦିନଠାରୁ ନିଷ୍ପତ୍ତି ନେଲା ଯେ ସେ କେବେ ବି ମିଛ କହିବ ନାହିଁ। ପିଲାମାନେ, ଆମେ ଏଥିରୁ ଶିଖିଲେ ଯେ ମିଛ କହିଲେ ବିଶ୍ୱାସ ଭାଙ୍ଗିଯାଏ। ସତ କଥା କହିଲେ ହିଁ ସମସ୍ତଙ୍କର ଭରସା ମିଳେ।